ବସ୍ତା ବ୍ଲକ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ପାଉଁଶପଲ୍ଲୀଠାରେ ବିଜେପିର ମିଶ୍ରଣ ପର୍ବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ବରିଷ୍ଠ ନେତା ପଞ୍ଚାନନ ଦାସ ସଭାପତିତ୍ୱ କରିଥିବା ବେଳେ ରାମଚନ୍ଦ୍ର ବେଶ୍ରା ମଞ୍ଚ ପରିଚାଳନା କରିଥିଲେ। ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ଯୋଗ ଦେଇ ସାରା ଦେଶରେ ମୋଦିଜୀଙ୍କ ସରକାରର ଲହର ଚାଲିଛି। ମୋଦିଜୀଙ୍କ କ୍ରେଜ୍ ଓ ମୋଦିଙ୍କ ଗ୍ୟାରେଣ୍ଟି ସାମ୍ନାରେ ବିରୋଧୀ ଛାନିଆ। କୋଭିଡର କଡ଼ା ମୁକାବିଲା ସହିତ ମାଗଣା ଟିକା ବଣ୍ଟନ, ଦେଶର ଅର୍ଥନୈତିକ ବିକାଶ ସାଙ୍ଗକୁ ସାମରିକ କ୍ଷେତ୍ରରେ ଦେଶର ଉନ୍ନତି ପାଇଁ ଆଜି ଭାରତ ସାରା ବିଶ୍ୱରେ ପରିଚିତ। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବଖାଣିବା ସହିତ ଉଭୟ କଂଗ୍ରେସ ଓ ବିଜେଡି ସରକାରଙ୍କ ଜନମାରଣା ନୀତିକୁ କଡ଼ା ସମାଲୋଚନା କରି ଦେଶରେ ରାଷ୍ଟ୍ରର ହିତ ପାଇଁ ଉଭୟ ସାଂସଦ ବିଧାୟକଙ୍କୁ ପଦ୍ମଚିହ୍ନରେ ମତଦାନ କରି ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ୍ ସରକାର ଗଠନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ପାଉଁଶପଲ୍ଲୀ ସରପଞ୍ଚ ବିନ୍ଦୁବାଳା ସେନାପତି ଓ ତାଙ୍କ ସ୍ୱାମୀ ସମାଜସେବୀ ଶିଶିର ସେନାପତି ସମେତ ପାଉଁଶପଲ୍ଲୀ ଏବଂ ଆଖପାଖ ପଞ୍ଚାୟତରୁ ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଦଳ ଛାଡ଼ି ଭାଜପାରେ ଯୋଗ ଦେଇଥିଲେ। ବସ୍ତାରୁ ଶିରିଷ ମହାନ୍ତିଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।